এই ଗଛଟା ଏପଟ ସାଇଡ଼୍ ଦେଖୁନ ମାଙ୍କଡ଼ ଭାଙ୍ଗି ପକେଇ ଦେଇଛି ଆମର ପୁରା। ବାହାଘର ଥିଲା ପରଦିନ ସିଆଡ଼େ ସବୁ ପଳେଇଲୁ, କେରେ ମାଙ୍କଡ଼ ଅଟି ଗୋଟେ। ଆଚ୍ଛା ଗଛଟା କାଢ଼ିଦେବା, ଏଇଠୁ ଘରକୁ ନେଇଯିବା ଗଲୁ ଏଥର ନା, ଏଇଠୁ ରଖିବାନି। ସିଏ ତ ସକାଳୁ ସବୁ ଏଠି ଥିଲେ, ତୁ କାହିଁ ତାକୁ କାଢ଼ିଦେଲୁ? ଧରିବ କିଏ? ନାନୀ ନାନୀ ଦବ, ଦାବି ଦବ। ଗୁଲୁ ଧରିଆ ଗୁଲୁ ଧରିଆ ସୁଗୁଡ ତୁ ଧର ସୁଗୁଡ ତୁ ଧର। ତାକୁ କାଢ଼ିଲା କିଏ? ବାସ୍ ନାମ ନବ ଏଇନା ଆଉ। ସେ କିନ୍ତୁ ଗୋଡ଼ ଦାବି ବା ସମସ୍ତେ ମରିଛନ୍ତି। ସବୁ ଆଜି ଫଟୋ ହେଇଯିବେ ଆଉ। ଗୋଟେ କିନ୍ତୁ ଏଇ ହେଲା ଗୋଟେ ଜିନିଷ, କଙ୍କଡ଼ା ଆଣିଲେ ପାଣି ଦେବେନି, ପାଣି ଦେଲା ମାନେ ମିଠା ପାଣି ସେ ମରିଯିବେ ଫଟକିନା। ପୁଅ ପୁଅ ଉ କାଇଁ ଉ ଏଥିରେ ଅଛି। ଆମ ଡିସ୍ନେ ମଗା ହେଇଯାଇଛି ଭୋଜି ପାଇଁ ଆମର। ଭୋଜି ହବ ଦ୍ୱିପହରେ ଆଉ। କଲରା ଗଛଟା ବାଡ଼ିରେ ହେଇଛି, ଗୋଟେ ପୁରୁଣା ଘର ବାଡ଼ି, ମାନେ କଷି ଜାଗା ନାହିଁ ଏଥିରେ। କଷି ଏଇଠି କଷି ଏଇଠି କଷି ଏଇଠି କଷି, ମାନେ କଷି ଜାଗା ନାହିଁ ଦେଖୁନାହାନ୍ତି, ଯୁଆଡ଼େ ଅନେଇବେ। କିନ୍ତୁ ଭାଇ ଗୋଟେ ଜିନିଷ ଏମ୍ସେ ପାଚି ଯାଉଛି। କଷି ଦେଖ ଏଇଠି ହେଲା, ତାପରେ ପୁଣି ପାଚିଯିବ। ମାନେ ପୁରା କଷି ମାନେ ଛିନଛତ୍ର ଚାରିପଟ ଯାକ। ଏଇଠି ଦେଖ କେତେ କଷି ହେଇଛି। ଏଇଠି କଷି ଦେଖ ସବୁରେ, ଏଇଠି କଷି, ଏଇଠି ସବୁ କଷି ଦେଖ। ଏଇଠି ଗୋଟେ ପ୍ରକାର ଏଇଠି ଟିକେ ବଡ଼ ହେଇଛି, ପାଚୁଛି କ'ଣ ପାଇଁ ଜାଣି ହେଉନାହିଁ। କେତେ ମାନେ କଷି, ମୁଁ ଭାବୁଛି ଗୋଟେ ଏଥିରେ ଆକ୍ଚୁଆଲି ଶୁକୁଟି କେତେ କଷି ଥିବ ବୋଲି ଏଥିରେ ବର୍ତ୍ତମାନ। ଭାଇ ଏଇଠି ଦେଖ, ଏଇତିକରେ ଗୋଟେ କିଛି ନହେଲେ ମୁଁ ଯଦି 50ଟା 30-40ଟା ଖଣ୍ଡେ ଥିବ ଏଇତିକରେ। ତାକୁ ଟୋଟାଲ୍ ଗଛଟା ଦେଖ କେତେ ବଡ଼ ହେଇଛି, ଏତେ ବଡ଼ କଷି। ଏଇ ଏମିତି ହେଉଛି, ତାପରେ ଏମିତି ହେବ, ତାପରେ ଏମିତି ହେବ, ସାଙ୍ଗେ ସାଙ୍ଗେ ପାଚିଯିବ। ଏଇଟା ରୋଗ ନା କ'ଣ ଜାଣି ହେବନି। ଦେଖୁନ ଚାରିପଟେ ଯା ଦେଖ, ଏଇଠି କେତେ ହେଇଛି ଦେଖ, ଏଇଠି ସବୁ ପାଚିକି ପଡ଼ିଛି। ଏଇପଟେ ଦେଖ, ଏଇ ଦେଖ, ଏଇ ଦେଖ ଟୋଟାଲ୍ ଗଛଟା ବଡ଼ ଗଛଟା, ଗୋଟେ ଅଳିଆ ଗଦାରେ ଆକ୍ଚୁଆଲି ହେଇଯାଇଛି। କ'ଣ ପାଇଁ ପାଚୁଛି କେଜାଣି। ପଖାଳଟା ବଢ଼ା ହେଇଗଲା ଏଠି। ଭାତ, ଏଇଟା କ'ଣ କାଲିର ମାଛ ଥିଲା ବୋଧେ? ହଁ, କୋକୋଲି ମାଛ ଭଜା, ଶୁଖୁଆ, ମିକ୍ସଚର, ପାଗଟା ହେଇଛି। ବସିପଡ଼ିଆ ଖାଇଦେବା ଆଉ। ଖାଇବାକୁ ଖାଲି ମରୁଛି ଏଠି, ମାନେ ଆମେ ଅନୁକୂଳ କରୁନୁ, ତାର ଅଧା ହେଲାଣି ବେଲା ଦେଖୁନ। ଆମକୁ ଭୋକ ହେଇନି, ଆମକୁ ଭୋକ ହେଇନି। କିଏ ଗୋଟେ ଆଇଲା ଖାଇବ ବୋଲି ବଇଛି ଏଠି, ଖାଇବାକୁ ମରୁଛନ୍ତି ଦୁଇ ଜଣ। ଆମ୍ବୁଲ ନାହିଁ ସେ ବିନା ଆମ୍ବୁଲରେ ଖା। ମସଲା ମସଲି ରେଡ଼ି ହେଉଛି ଭାଇ। ଲାଇନ୍ଟା କଟିଗଲା, ଟେନସନ୍ ବର୍ତ୍ତମାନ ଛେଚିବାକୁ ପଡ଼ିବ। ଯାଇକି ଗ୍ରାଇଣ୍ଡିଙ୍ଗ ହେବ ଅଦା ରସୁଣ ଦେହରେ। ଏଇଟା କ'ଣ ଜିରା ଟିକେ ପଇଲା? ଦେଉଛି ଏପୁରା ପଡ଼ିବ ତା ଦେହରେ। ଡାଳଚିନିଟା ଗୁଣ୍ଡ ହେଇ ପଡ଼ିଲା, ଲବଙ୍ଗ ଟିକେ ପଡ଼ିଲା, ଗୁଜୁରାତି ଟିକେ ପଡ଼ିଛି, କଳା ଏଇଟା କ'ଣ ଗୋଲମରିଚ ଟିକେ ପଡ଼ିଛି, ସବୁ ଗ୍ରାଇଣ୍ଡିଙ୍ଗ ହେବ। ଭଜା ହେଇଗଲା ଆଳୁ, ଭଜା ଚାଲିଛି। ରୋଷେଇ ଷ୍ଟାର୍ଟ ହେବା ଟିକେ ପରେ, ମସଲା ଟିକେ ବଢ଼ି ଦେଲେ ଭାଜିବ ଠିକ୍ ନାଇଁ କି? ଗ୍ରାଇଣ୍ଡିଙ୍ଗ ଏଇଟା କ'ଣ ତେଲ ଫେଲ ଦିଆ ହେଇଯାଇଛି, ଚାଲିବ ଏଇନା। ଆରମ୍ଭ ହେଲା ତ ଷ୍ଟାର୍ଟ କରିଦେବା। ଚଲା ରେଡ଼ି ରେଡ଼ି ରେଡ଼ି। ଆରେ ପୋକ ମୁରିଆଡ଼େ ସାବାଇସ୍, ନିଜ ଆମ କାନ୍ଥରେ ବାଡ଼ା, କିଛି ଅସୁବିଧା ନାହିଁ। ମସଲା ବର୍ତ୍ତମାନ ଷ୍ଟାର୍ଟ ହେଇଗଲା, ସଇଲାଣି ତ ମସଲା ନା ମାଇଲା ହେଇଟି ଡେରି ହେଇଗଲା ଟିକେ ଆଉ। ସବୁ ପଡ଼ିଯାଇଛି ଏଥିରେ ତ। ଗୋଟେ ଜାଗା ହବନି, ସିଫ୍ଟ ହେଇଗଲା ଏଠି ଭଲ। ଗୋଳ ଗୋଳ ଆଳୁ ହେଲା ଟିକେ ଜାଗା ହବ, ମସଲା ପଡ଼ିଗଲା ସିଫ୍ଟ ହେଇଗଲା। ବର୍ତ୍ତମାନ ଟିକେ ଗୋଳେଇ ଦେବା ଟିକେ ଭଲ। ଆଳୁଟା ଟିକେ ରହିବ, ଟିକେ ଆକୁ ଘାଣ୍ଟି ତ, ତାପରେ ଆଳୁ ପକେଇବା। ଗୋଟେ ହଁ ଗୋଟେ ଥର ଦେଇଦିଅ ତାକୁ, ମସଲା ଟିକେ ଲାଗିଯିବ। ଟିକେ ପକେଇକି ଘାଣ୍ଟି ଦେଲା ପରେ ମସଲା ଗୁଣ୍ଡ ପକେଇବା। କାହିଁ ଅଛି କି ଆଣିନା? ଚିକେନ୍ ମସଲା ଟିକେ ଆଡ଼୍ ହେଇଗଲା ତା ଦେହରେ। ତ ନିଜେ କହୁଥିଲି ଭିଡ଼ିଓ କରିପାରିଲି।
ଲାଗିଗଲା ଟିକେ ମାଛ ପାଞ୍ଚ ପଡ଼ିଲା ଲାଗିବ ଆଳୁ ପକେଇବ ଟିକେ ବର୍ତ୍ତମାନ ଟିକେ ଘୋଡ଼େଇ ଦେବାକୁ ତାକୁ ଦେଇଦେବା ତାକୁ ଦେଖିବା ଜମା ହେଇଗଲା ପରେ ଏମିତି ଆସିଗଲା ତାକୁ ଟିକେ ପାଣି ଦେଇଦେବା ଆଳୁ ଫଳ ଟିକେ ସିଝିବା ପାଇଁ କମଳା ଟିକେ ଫ୍ରାଏ ହେଇଯିବ ଜଳ କାଢ଼ିବା ଆଉ ବର୍ତ୍ତମାନ ରେଡ଼ି ହେଇଗଲା ସୁପ୍ ନେଇଗଲା କଙ୍କଡ଼ା ପିଡ଼ିକି ତାପରେ ଗରମ ପାଣି ଦେଇଦେବା ଟିକେ ହେଇଯାଉଛି ଆଉ ଓହ୍ଲିଆ ହେବ ଖାଇବା ଆଉ ଗୋଟେ ଦରକାର ଫାଇନାଲ୍ ରେଡ଼ି ଧନିଆ ପତ୍ର ଟିକେ ପକେଇ ଓହ୍ଲିଆ ହେବ ବୁଡ଼ିଗଲାଣି ପାମ୍ପଡ଼ ଚାଲିଲା ତାଙ୍କର ବାପରେ ଭାଙ୍ଗି ଦିଅ ହଁ ସୁଶାନ୍ତ କୁହାହେଲା ଯେ ଭାଇଙ୍କ ଭଣଜା ଖାଉଛନ୍ତି ହଁ ପରା ଇଏ ଭଣଜା 2 ଜଣ ଭଣଜା ଆମର ଇଏ ବଡ଼ ପାଖାପାଖି ବଡ଼ ଆଉ ଜୁଆଇଁ ପୁଅ ବା ଖାଇବେନି କଂସାରେ ସେଠି ଜାଗା ହବ ତମେ ଜୁଆଇଁ ମାନେ ଅଲଗା ଖାଆନ୍ତୁ ଜୁଆଇଁ ମାନେ କଂସା ହେଲେ ଖାଆନ୍ତି ଇଏ ବଡ଼ ଇଏ ତାପରେ ଏ ବୋପା ମା ଛିନ୍ ଛତ୍ର ପୁରା ହାତ ଖା ଖା ମୋବାଇଲ କେଞ୍ଚିଲା ଏମାନେ ସବୁ ଖାଇ ବସିଲେ ଇଏ ଆମ ଲିଲି ଇଏ ଆମ ଭାଣିଜୀ ଇଏ ମୋ ନାନୀ ଇଏ ଜଲ୍ଲି ଲିଲି ନୁହଁରେ ସରି ଇତିନ ଇଏ ଆମ ବିଲେଇ ମିଆଉ ଖଲିରେ ପକେଇଲା ଜାଗା ହବନି ନା ଏଇଟା ପଛରେ କିଛି ନାହିଁ ହଉ ଖାଇବା ବସଦେ ଖାଇଦେ